ହରି ହାଏ ଗୁଡ୍ ମର୍ଣ୍ଣିଂ। କଣ ଆପଣ ମାନେ ରାତିରେ ଶୋଇନାହାନ୍ତି କି? ହଁ ମୁଁ ବି ଶୋଇନି। ଦେଖିବେ ଆଖି ଯାକ ଟିକେ ଟିକେ ରଙ୍ଗ ହେଇଯାଇଛି। କାହିଁକି ଜାଣିଛ? ଯେ ଆମର ଦେଶ ପ୍ରଥମ ଥର ମହିଳା ବିଶ୍ୱକପ୍ ଚମ୍ପିୟନ ହେଇଛି ଏକ ଦିବସୀୟରେ, ମାନେ ୱାନ୍ ଡେ କ୍ରିକେଟ ମ୍ୟାଚରେ ଫାର୍ଷ୍ଟ ଟାଇମ୍ ଯେ ୱାର୍ଲଡ ଚାମ୍ପିୟନ ହେଇଛି। ଭାଇ ସାଲ୍ୟୁଟ। ସତରେ ନାରୀ ମାନେ ମଧ୍ୟ ଏମିତି ଏତେ ହିଷ୍ଟୋରି କ୍ରିଏଟ କରୁଛନ୍ତି। ଗ୍ରେଟ୍। ଫାର୍ଷ୍ଟ ହେଉଛି କପିଲ ଦେବ, ଆଉ ସେକେଣ୍ଡ ମହେନ୍ଦ୍ର ସିଂ ଧୋନି, ଥାର୍ଡ ରୋହିତ ଶର୍ମା, ଫୋର୍ଥ ହରମନପ୍ରୀତ କୌର, ଯେ କି ୱାର୍ଲଡ କପ୍ ଚାମ୍ପିୟନସିପ ଟ୍ରଫି ଟେକିଛନ୍ତି। ଆଉ ଭାଇ ତାର ମଜା ଯୋଉ କ୍ରିକେଟ ଲଭର ମାନେ ହିଁ ତାର ମଜା ଜାଣିଛନ୍ତି। ସୋ ଗତକାଲି ଥିଲା ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଚାମ୍ପିୟନସିପ। ଫାଷ୍ଟ ଭାରତ ବ୍ୟାଟିଂ କରିଥିଲେ, ବଡ ଧରଣରେ ଟାର୍ଗେଟ ରଖିଥିଲେ, କିନ୍ତୁ ଭାରତ ଆସ୍ତେ ଆସ୍ତେ ହାରିବା ମୁଭମେଣ୍ଟ କୁ ଯାଉଥିଲେ। ଯୋଉ କ୍ୟାଚ୍ ଥିଲା ସେ କ୍ୟାଚ୍ ସବୁଠାରୁ ଟର୍ଣ୍ଣିଂ ପଏଣ୍ଟ ଥିଲା। ତ ଆପଣ ମାନେ ଦେଖିଥିବେ କି ନାହିଁ, ଯଦି ଦେଖିନାହାନ୍ତି ଦେନ୍ ନେକ୍ସଟ ୟୁଟ୍ୟୁବରେ ଟିକେ ସର୍ଚ୍ଚ କରିଦେବେ। ଆଉ ଯାହାର ଫିଲିଙ୍ଗସ୍ ଗୁଜ ବମ୍ ଥିଲା। ସତରେ ଜୟ ଭାରତ। ଭାରତ ପୁଣି ଗୋଟିଏ ଇତିହାସ ରଚିଥିଲା, ଯୋଉଟା କି ମହିଳା ବିଶ୍ୱକପ୍ ଚାମ୍ପିୟନସିପ। ଥ୍ୟାଙ୍କ ୟୁ ହରମନପ୍ରୀତ କୌର ଏବଂ ଆମର ଭାରତବାସୀ ମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଯେ ୱାର୍ଲଡ କପ୍ ବିଶ୍ୱ ଚାମ୍ପିୟନ ଫାର୍ଷ୍ଟ ଟାଇମ୍ ପାଇଁ ୱାର୍ଲଡ କପ୍ ବିଶ୍ୱ ଚାମ୍ପିୟନ ହେଇଥିଲେ। ରହିଲେ ଜୟ ଜଗନ୍ନାଥ। ଆଉ ଯୋଉମାନେ କ୍ରିକେଟ ପ୍ରେମୀ ହେଇଥିବେ ଭାଇ, ନିଶ୍ଚୟ କେବଳ ପୁରୁଷ ମାନଙ୍କର କ୍ରିକେଟ ହିଁ ଦେଖୁଥିବେ ସେୟା ନୁହଁ, ନାରୀ ମାନଙ୍କର ମଧ୍ୟ କ୍ରିକେଟ ଅଛି। ଆପଣ ମାନେ ଦେଖିଥିବେ, ଟ୍ୱେଣ୍ଟି ମଧ୍ୟ ଦେଖିଥିବେ, ୱାନ୍ ଡେ ମଧ୍ୟ ଦେଖୁଥିବେ। ସୋ ଗତକାଲି ଯୋଉଟା କି ଥିଲା ଆମର ୱାର୍ଲଡ କପ୍ ଚାମ୍ପିୟନସିପ, ହରମନପ୍ରୀତ କୌରଙ୍କର ଯୋଉ ଟ୍ରଫି ସିରିଜ ଉଠାଇଥିଲେ, ତାହା ଏକ ଭାରତ ପାଇଁ ହିଷ୍ଟୋରିକାଲ ଟ୍ରଫି। ରହିଲେ ଜୟ ଜଗନ୍ନାଥ। ଯୋଉମାନେ କ୍ରିକେଟ ଲଭର ମାନେ ନିଶ୍ଚୟ କମେଣ୍ଟ କରନ୍ତୁ। ଥ୍ୟାଙ୍କ ୟୁ।